ସ୍ପିରିଚୁଆଲ ଅର୍ଥ ଏହା ନୁହେଁ କି ଆମେ ସବୁ କିଛି ଛାଡ଼ି ଛୁଡ଼ି ଦେଇକି ଖାଲି ବସି ପୂଜା ପାଠ କରିବା। ସ୍ପିରିଚୁଆଲ ପ୍ରକୃତ ଅର୍ଥ ହେଉଛି ଆମେ ଯେଉଁ କାମ କରୁଛେ ତାକୁ ଆମେ ଠିକ୍ ସେ କରିବା। ଆମ ଦାୟିତ୍ୱକୁ ଆମେ ଠିକ୍ ସେ ଲିଭେଇବା। ଯେମିତି ସତ୍ୟ ବାଟରେ ଆଉ ନ୍ୟାୟ ବାଟରେ ରହିକି କରିବା। ମୁଁ ତାର କିଛି ଏକ୍ଜାମ୍ପଲ ଦଉଛି, ଆପଣ ସେ ଏକ୍ଜାମ୍ପଲରୁ ଜାଣିପାରିବେ ପ୍ରକୃତରେ ଆପଣ ସ୍ପିରିଚୁଆଲ କି ନାହିଁ ଆଉ ସ୍ପିରିଚୁଆଲର ଅର୍ଥ କଣ। ଯେମିତି ଜଣେ ଟିଚର ଅଛନ୍ତି, ତାଙ୍କର ପ୍ରକୃତ ଦାୟିତ୍ୱ କଣ? ପିଲାମାନଙ୍କୁ ପାଠ ପଢେଇବେ, ପିଲାମାନଙ୍କ କଥା ବୁଝିବେ। ସେ ଯଦି ପାଠ ନ ପଢେଇକି ବୁଲିବେ ବସିବେ, ତାମାନେ ସେ ପିଲାଙ୍କୁ ଠକୁଛନ୍ତି, ତାଙ୍କ କାମକୁ ସେ ଠିକ୍ ସେ କରୁନାହାନ୍ତି। ତାହେଲେ ସେ କଣ ସ୍ପିରିଚୁଆଲ ହେଇପାରିବେ? ଏମିତି ବହୁତ ବଡ ବଡ ଅଫିସର ମାନେ ବି ଅଛନ୍ତି, ଯୋଉମାନଙ୍କ ଗୋଟେ ଗୋଟେ ସିଗ୍ନେଚରରେ ବହୁତ ଭଲ ଭଲ କାମ, ବଡ ବଡ କାମ ହେଇପାରିବ। କିନ୍ତୁ ସିଏ ଯଦି ଗୋଟେ ସିଗ୍ନେଚର କରିବା ପାଇଁ ଲାଞ୍ଚ ନେବେ, ତାହେଲେ ସେ ତାଙ୍କ କାମକୁ ଦାୟିତ୍ୱକୁ ଠିକ୍ ସେ କରୁନାହାନ୍ତି, ସେ ସ୍ପିରିଚୁଆଲ ନୁହନ୍ତି। ଏମିତି ଷ୍ଟୁଡେଣ୍ଟ ମାନେ ବି ଅଛନ୍ତି, ଷ୍ଟୁଡେଣ୍ଟ ମାନଙ୍କର କାମ ହଉଛି ପାଠ ପଢିବା, ନିଜର 100% ଦବା, ମନ ଦେଇ ପାଠ ପଢିବା। ତେଣିକି ଚାକିରି ହଉ ବା ନ ହଉ, ଆଟଲିଷ୍ଟ ତାଙ୍କୁ ତ ସାଟିସ୍ଫାଏ ଲାଗିବ, ମୁଁ ମୋ କାମ ଠିକ୍ ସେ କରିଛି, ଠିକ୍ ସେ ପଢିଛି। ସେଣିକି ଯାହା କଣ ଅଲଗା ପ୍ରୋବ୍ଲେମ ହେଲା ସେ କଥା ଜଣା ନାହିଁ, କିନ୍ତୁ ମୁଁ ମୋ କାମକୁ ଠିକ୍ ସେ କରିଛି। ଜଣେ ଷ୍ଟୁଡେଣ୍ଟ ତା ମନ ଦେଇ ପାଠ ପଢୁଛି, ଠିକ୍ ସେ ତା ଦାୟିତ୍ୱକୁ ଲିଭଉଛି, ତାହେଲେ ସେ ସ୍ପିରିଚୁଆଲ। ଆପଣ ମାନେ ଏଥିରୁ ଜାଣିପାରନ୍ତୁ ଆପଣ ସ୍ପିରିଚୁଆଲ କି ନାହିଁ। ସ୍ପିରିଚୁଆଲ ପ୍ରକୃତ ଅର୍ଥ ହେଉଛି ନିଜ କାମକୁ ଠିକ୍ ସେ କରିବା, ସତ୍ୟ ବାଟରେ ନ୍ୟାୟ ବାଟରେ ରହିକି କରିବା।